ବନ୍ଧୁଗଣ, ଭଗବତ ପୁରାଣ ମାଷ୍ଟରକୁ ଆପଣମାନଙ୍କୁ ସ୍ୱାଗତ। ନାରୀର ହୃଦୟ ଏକ ଗଭୀର ସମୁଦ୍ର ସଦୃଶ, ଯେଉଁଠି ଅସଂଖ୍ୟ ଭାବନା, ସ୍ନେହ ଏବଂ ତ୍ୟାଗର ରତ୍ନ ଲୁଚି ରହିଥାଏ। ଆପଣ ଜାଣନ୍ତି କି, ଜଣେ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ସର୍ବସ୍ୱ ସମର୍ପଣ କରିଦେଇଥିଲେ ମଧ୍ୟ କିଛି ଏଭଳି କଥା ଥାଏ, ଯାହା ସେ କେବେ ବି ନିଜ ସ୍ୱାମୀଙ୍କୁ କୁହେ ନାହିଁ। କାହିଁକି ସେ ଏହି କଥାଗୁଡ଼ିକୁ ରହସ୍ୟ କରି ରଖେ? କଣ ସେହି ଗୁପ୍ତ କଥା, ଯାହା ସଂସାରର ସବୁଠାରୁ ଶ୍ରେଷ୍ଠ ସମ୍ପର୍କ ମଧ୍ୟରେ ଏକ ଅଦୃଶ୍ୟ ପରଦା ହୋଇ ରହିଥାଏ? ଆଜି ଆମେ ନେଇ ଆସିଛୁ ଏଭଳି ଏକ ଗଭୀର ଏବଂ ପ୍ରମୁଖ ପ୍ରସଙ୍ଗ, ଯାହା ଆପଣଙ୍କୁ ଚକିତ କରିଦେବ। ଏହି ବିଷୟଟି କେବଳ ଏକ ସାଧାରଣ କଥା ନୁହେଁ, ବରଂ ଏହା ପଛରେ ରହିଛି ଶାସ୍ତ୍ରର ଗୂଢ଼ ରହସ୍ୟ ଏବଂ ସାମାଜିକ ଜୀବନର ଅକୁହା ସତ୍ୟ। ଆଜିର ଏହି ପ୍ରସଙ୍ଗ ପୁରାଣର ସେହି ପୃଷ୍ଠାରୁ ଆସିଛି, ଯେଉଁଠି ସ୍ୱୟଂ ଭଗବାନ ଶିବ ମାତା ପାର୍ବତୀଙ୍କୁ ଗୃହସ୍ଥ ଜୀବନର ମର୍ଯ୍ୟାଦା ବିଷୟରେ ବୁଝାଉଛନ୍ତି। ଏହି ବାର୍ତ୍ତାଳାପ ଏତେ ରହସ୍ୟମୟ ଯେ ଏହା ଶେଷ ପର୍ଯ୍ୟନ୍ତ ଆପଣଙ୍କୁ ବାନ୍ଧି ରଖିବ। କଣ ସେହି ପାଞ୍ଚଟି ବଡ଼ ରହସ୍ୟ? ଏହା ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆରମ୍ଭ କରିବା ପୂର୍ବରୁ, ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି, ତେବେ ଏହି ଭିଡିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ଅନୁସରଣ କରି ଆମ ପରିବାରର ସଦସ୍ୟ ହୁଅନ୍ତୁ। ବନ୍ଧୁଗଣ, ଆଜିର ଏହି ଆଧ୍ୟାତ୍ମିକ ଯାତ୍ରା ଆମକୁ ନେଇଯିବ ପବିତ୍ର କୈଳାସ ଶିଖରକୁ, ଯେଉଁଠାରେ ଶାନ୍ତିର ଶୀତଳ ପବନ ବହୁଥାଏ ଏବଂ ଜ୍ଞାନର ଆଲୋକ ଚତୁର୍ଦିଗକୁ ଉଦ୍ଭାସିତ କରିଥାଏ। ଦିନେ ମାତା ପାର୍ବତୀ ଅତ୍ୟନ୍ତ ଜିଜ୍ଞାସୁ ହୋଇ ମହାଦେବଙ୍କୁ ଏକ ପ୍ରଶ୍ନ ପଚାରିଲେ। ମାତା କହିଲେ, ହେ ପ୍ରଭୁ, ଆପଣ ତ ସୃଷ୍ଟିର ରଚୟିତା, ସବୁ ରହସ୍ୟର ଜ୍ଞାତା। ମୋତେ କୁହନ୍ତୁ, ସଂସାରର ସବୁଠାରୁ ପବିତ୍ର ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀର ସମ୍ପର୍କ। କିନ୍ତୁ ଏହି ସମ୍ପର୍କରେ ଏଭଳି କେଉଁ କଥା ଅଛି ଯାହା ଜଣେ ସ୍ତ୍ରୀ ଚାହିଁଲେ ମଧ୍ୟ କେବେ ସ୍ୱାମୀ ଆଗରେ ପ୍ରକାଶ କରିପାରେ ନାହିଁ? କଣ ଏହା ଛଳନା ନା କୌଣସି ବିବଶତା? ଭଗବାନ ଶିବ ତାଙ୍କର ସ୍ମିତହାସ୍ୟ ଦେଇ କହିଲେ, ହେ ଦେବୀ, ଏହା ଛଳନା ନୁହେଁ, ବରଂ ଏହା ହେଉଛି ନାରୀର ଧୈର୍ଯ୍ୟ ଏବଂ ମର୍ଯ୍ୟାଦା। ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ନାରୀ ହେଉଛି ଶକ୍ତିର ସ୍ୱରୂପା ଏବଂ ଗୃହର ଲକ୍ଷ୍ମୀ। ସେ ନିଜ ହୃଦୟରେ କିଛି ରହସ୍ୟ ସାଇତି ରଖେ କେବଳ ପରିବାରର ସୁଖ ପାଇଁ। ମୁଁ ତୁମକୁ ଏକ କାହାଣୀ ମାଧ୍ୟମରେ ଏହା ବୁଝାଉଛି। ଏଠାରେ ପ୍ରଭୁ ଏକ ସୁନ୍ଦର ଉଦାହରଣ ଦେଇ କହିଲେ, ଯାହା ଆଜିର ସମାଜ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ। ବନ୍ଧୁଗଣ, ସେହି ପ୍ରଥମ ରହସ୍ୟଟି ହେଉଛି ନିଜର ଶାରୀରିକ ଅସୁସ୍ଥତା ଏବଂ କଷ୍ଟ। ଜଣେ ସ୍ତ୍ରୀ ନିଜ ଶରୀରର ପୀଡ଼ାକୁ ସ୍ୱାମୀଙ୍କ ଆଗରେ ସହଜରେ କୁହେ ନାହିଁ। ଶାସ୍ତ୍ରର ଏକ ପ୍ରସଙ୍ଗ ଅନୁସାରେ, ଏକ ସମୟରେ ଜଣେ ସାଧ୍ୱୀ ନାରୀ ଥିଲେ ଯାହାଙ୍କ ନାମ ଥିଲା ସୁଲକ୍ଷଣା। ସେ ଥିଲେ ଜଣେ ନିଷ୍ଠାପର ଗୃହିଣୀ। ଦିନେ ସେ ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ, କିନ୍ତୁ ସ୍ୱାମୀ ଯେତେବେଳେ କର୍ମକ୍ଷେତ୍ରରୁ ଘରକୁ ଫେରିଲେ, ସେ ତାଙ୍କୁ କିଛି ବି ଜଣାଇଲେ ନାହିଁ। ସେହି ଅସୁସ୍ଥ ଶରୀରରେ ସେ ସ୍ୱାମୀଙ୍କ ପାଇଁ ଭୋଜନ ପ୍ରସ୍ତୁତ କଲେ ଏବଂ ତାଙ୍କୁ ସେବା କଲେ। ସ୍ୱାମୀଙ୍କୁ ଯେତେବେଳେ ଜଣାପଡ଼ିଲା, ସେ ପଚାରିଲେ, ତୁମେ ଏତେ କଷ୍ଟ କାହିଁକି ପାଉଥିଲ? ମୋତେ କହିଲନି କାହିଁକି? ସୁଲକ୍ଷଣା ଉତ୍ତର ଦେଲେ, ସ୍ୱାମୀ ହେଉଛନ୍ତି ପରିବାରର ବୋଝ ବୋହୁଥିବା ସାରଥୀ। ଯଦି ମୁଁ ମୋର ସାମାନ୍ୟ କଷ୍ଟ କହିଥାନ୍ତି, ତେବେ ଆପଣଙ୍କ ମନରେ ଯେଉଁ ଚିନ୍ତା ବଢ଼ିଥାନ୍ତା, ସେହି ମାନସିକ କଷ୍ଟ ମୋ ଶାରୀରିକ କଷ୍ଟଠାରୁ ଅଧିକ ହୋଇଥାନ୍ତା। ପ୍ରିୟ ବନ୍ଧୁଗଣ, ଏହା ହିଁ ହେଉଛି ସେହି ପ୍ରଥମ ରହସ୍ୟ। ଜଣେ ସ୍ତ୍ରୀ ଚାହେଁ ନାହିଁ ଯେ ତା ପାଇଁ ତାର ସ୍ୱାମୀ କୌଣସି ଚିନ୍ତାରେ ରହୁ। ସେ ନିଜର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନିଜ କଷ୍ଟକୁ ଚାପି ରଖି ସେବା କରିଚାଲେ। ଏହା କୌଣସି ଅଭାବ ନୁହେଁ, ବରଂ ନାରୀର ସହନଶୀଳତାର ଏକ ବଡ଼ ପ୍ରମାଣ। ଶାସ୍ତ୍ରରେ ଏହାକୁ ସହଧର୍ମିଣୀର ପ୍ରକୃତ ଲକ୍ଷଣ ବୋଲି କୁହାଯାଇଛି। କିନ୍ତୁ ବନ୍ଧୁଗଣ, କେବଳ ଏତିକି ନୁହେଁ, ଏହାଠାରୁ ମଧ୍ୟ ବଡ଼ ଏବଂ ଗଭୀର ରହସ୍ୟ ରହିଛି, ଯାହାକୁ ଶୁଣିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ। କଣ ସେହି ଦ୍ୱିତୀୟ ରହସ୍ୟ? ମାତା ପାର୍ବତୀଙ୍କୁ ମହାଦେବ ଆଉ କଣ ଶିକ୍ଷା ଦେଲେ? କୈଳାସର ସେହି ଶାନ୍ତ ପରିବେଶରେ ମାତା ପାର୍ବତୀ ଅତ୍ୟନ୍ତ ଏକାଗ୍ରତାର ସହ ମହାଦେବଙ୍କ ବାଣୀ ଶୁଣୁଥିଲେ। ମହାଦେବ କହିଲେ, ହେ ପାର୍ବତୀ, ସ୍ତ୍ରୀ ହେଉଛି ଧୈର୍ଯ୍ୟର ପ୍ରତିମୂର୍ତ୍ତି। ପ୍ରଥମ ରହସ୍ୟ ତ ମୁଁ କହିଲି, କିନ୍ତୁ ଦ୍ୱିତୀୟ ରହସ୍ୟଟି ହେଉଛି ଅଧିକ ଗଭୀର। ତାହା ହେଉଛି ନିଜର ପ୍ରଥମ ପ୍ରେମ ବା ପୁରୁଣା ସ୍ମୃତି। ଏହା ଶୁଣି ମାତା ପାର୍ବତୀ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ପ୍ରଭୁ, ଏହା କଣ ଛଳନା ନୁହେଁ? ବିବାହ ପରେ ସ୍ତ୍ରୀର ସବୁକିଛି ତ ସ୍ୱାମୀର ହୋଇଥାଏ, ତେବେ ସେ ପୁରୁଣା ସ୍ମୃତିକୁ କାହିଁକି ଲୁଚାଏ?
ମହାଦେବ ହସିଲେ ଏବଂ କହିଲେ, ନା ଦେବୀ, ଏହା ଛଳନା ନୁହେଁ। ଏହା ହେଉଛି ସମ୍ପର୍କକୁ ବଞ୍ଚାଇ ରଖିବାର ଏକ ସୂକ୍ଷ୍ମ କୌଶଳ। ବନ୍ଧୁଗଣ, ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମଣିଷର ଅତୀତରେ କିଛି ନା କିଛି କୋମଳ ସ୍ମୃତି ଥାଏ। ଜଣେ ନାରୀ ବିବାହ ପୂର୍ବରୁ କାହାକୁ ପସନ୍ଦ କରିଥାଇପାରେ କିମ୍ବା କାହା ପ୍ରତି ତାଙ୍କର ଦୁର୍ବଳତା ଥାଇପାରେ, କିନ୍ତୁ ଯେତେବେଳେ ସେ ବିବାହ କରି ଅନ୍ୟ ଏକ ଘରକୁ ଆସେ, ସେହି ସ୍ମୃତିଗୁଡ଼ିକୁ ସେ ଏକ ବନ୍ଦ କୋଠରୀରେ ଚାବି ପକାଇ ରଖିଦିଏ। ସେ ଜାଣେ ଯେ ଯଦି ସେ ଏହି ଅତୀତ ବିଷୟରେ ତାଙ୍କ ସ୍ୱାମୀଙ୍କୁ କୁହନ୍ତି, ତେବେ ସ୍ୱାମୀଙ୍କ ମନରେ ସନ୍ଦେହର ବୀଜ ବପନ ହୋଇପାରେ। ସେ ନିଜ ସ୍ୱାମୀଙ୍କୁ କଷ୍ଟ ଦେବାକୁ ଚାହେଁ ନାହିଁ କିମ୍ବା ତାଙ୍କ ଆତ୍ମସମ୍ମାନରେ ଆଘାତ ଦେବାକୁ ଚାହେଁ ନାହିଁ। ଏଠାରେ ପ୍ରଭୁ ଏକ କ୍ଷୁଦ୍ର ଗଳ୍ପର ଉଦାହରଣ ଦେଲେ। ପୁରାଣରେ ବର୍ଣ୍ଣିତ ଅଛି, ଏକଦା ଜଣେ ସ୍ତ୍ରୀ ନିଜର ପୂର୍ବ ସ୍ମୃତିକୁ ନେଇ ସବୁବେଳେ ଚିନ୍ତିତ ରହୁଥିଲେ। ସେ ନିଜ ସ୍ୱାମୀଙ୍କୁ ଅତ୍ୟନ୍ତ ଭକ୍ତି କରୁଥିଲେ ମଧ୍ୟ କିଛି କଥା ଲୁଚାଇ ରଖିଥିଲେ। ଦିନେ ଜଣେ ଜ୍ଞାନୀ ମୁନି ତାଙ୍କୁ ପଚାରିଲେ, ତୁମେ ଏହି କଥା କାହିଁକି କହୁନାହଁ? ସେହି ନାରୀ ଜଣକ ଉତ୍ତର ଦେଲେ, ମୁନିବର, ମୋର ଅତୀତ ମୋର ବର୍ତ୍ତମାନକୁ ନଷ୍ଟ କରିଦେବା ଉଚିତ ନୁହେଁ। ମୋ ସ୍ୱାମୀ ମୋ ପାଇଁ ଦେବତା ସଦୃଶ। ଯଦି ମୋର ପୁରୁଣା କଥା ଶୁଣି ତାଙ୍କ ମନରେ ଟିକିଏ ବି ଦୁଃଖ ଆସେ, ତେବେ ସେହି ପାପର ପ୍ରାୟଶ୍ଚିତ ମୁଁ କରିପାରିବି ନାହିଁ। ମୁଁ ସେହି ସ୍ମୃତିକୁ ମୋ ସହ ଜଳାଇଦେବି ପଛେ, କିନ୍ତୁ ମୋ ସଂସାରରେ ନିଆଁ ଲଗାଇବି ନାହିଁ। ମହାଦେବ ପୁଣି କହିଲେ, ପାର୍ବତୀ, ସ୍ତ୍ରୀ ଏହି ରହସ୍ୟକୁ କେବଳ ନିଜ ପାଇଁ ନୁହେଁ, ବରଂ ନିଜ ସ୍ୱାମୀର ଶାନ୍ତି ପାଇଁ ଲୁଚାଇ ରଖିଥାଏ। ଏହା ତାର ତ୍ୟାଗ। ସେ ନିଜର ପୁରୁଣା ଭାବନାକୁ ବଳିଦାନ ଦେଇ ସ୍ୱାମୀର ପ୍ରେମରେ ନିଜକୁ ହଜାଇ ଦିଏ। ବନ୍ଧୁଗଣ, କେତେ ଗଭୀର ଏହି କଥା। ଆମେ ଭାବୁ ସ୍ତ୍ରୀ କିଛି ଲୁଚାଉଛି, କିନ୍ତୁ ସେହି ଲୁଚାଇବା ପଛରେ ଥାଏ ସ୍ୱାମୀଙ୍କ ପ୍ରତି ଥିବା ଅତୁଟ ବିଶ୍ୱାସ ଏବଂ ଶ୍ରଦ୍ଧା। କିନ୍ତୁ ରହସ୍ୟ ଏତିକିରେ ସରିନାହିଁ। ତୃତୀୟ ରହସ୍ୟଟି ଆହୁରି ଚକିତ କଲା ଭଳି, ଯାହା ପ୍ରତ୍ୟେକ ପରିବାରରେ ଘଟିଥାଏ କିନ୍ତୁ କେହି ଜାଣିପାରନ୍ତି ନାହିଁ। କଣ ସେହି ତୃତୀୟ ରହସ୍ୟ? କୈଳାସର ବାତାବରଣ ଏବେ ଅଧିକ ଗମ୍ଭୀର ହୋଇଉଠିଲା। ମାତା ପାର୍ବତୀ ନତମସ୍ତକ ହୋଇ ପ୍ରଭୁଙ୍କ ପ୍ରତିଟି ଶବ୍ଦକୁ ହୃଦୟଙ୍ଗମ କରୁଥିଲେ। ମହାଦେବ କହିଲେ, ହେ ପ୍ରିୟେ, ସ୍ତ୍ରୀର ହୃଦୟରେ ଲୁଚି ରହିଥିବା ତୃତୀୟ ରହସ୍ୟଟି ହେଉଛି ସ୍ୱାମୀଙ୍କ ଭୁଲ ନିଷ୍ପତ୍ତିକୁ ଜାଣି ମଧ୍ୟ ସ୍ୱୀକାର କରିବା। ମାତା ପାର୍ବତୀ ପଚାରିଲେ, ପ୍ରଭୁ, ଯଦି ସ୍ୱାମୀ ଭୁଲ କରୁଛନ୍ତି, ତେବେ ସ୍ତ୍ରୀ ତାଙ୍କୁ ରୋକିବା ଉଚିତ ନୁହେଁ କି? ସେ ଚୁପ୍ ରହି ଏହାକୁ ରହସ୍ୟ କାହିଁକି କରି ରଖେ? ମହାଦେବ ଗୋଟିଏ ଗଭୀର ସତ୍ୟ ପ୍ରକାଶ କରି କହିଲେ, ଦେବୀ, ଅନେକ ସମୟରେ ପୁରୁଷ ନିଜର ଅହଙ୍କାର କିମ୍ବା ଆତ୍ମସମ୍ମାନ ପାଇଁ ନିଜକୁ ସର୍ବଶ୍ରେଷ୍ଠ ବୋଲି ଭାବିଥାଏ। ସ୍ତ୍ରୀ ଜାଣିଥାଏ ଯେ ସ୍ୱାମୀ ଯେଉଁ ପଥରେ ଯାଉଛନ୍ତି ତାହା ଭୁଲ, କିନ୍ତୁ ସେ ସେହି ସମୟରେ ତାଙ୍କୁ ପ୍ରକାଶ୍ୟରେ ବିରୋଧ କରେ ନାହିଁ। ସେ ଭୟ କରେ ଯେ ଯଦି ସେ ସ୍ୱାମୀଙ୍କୁ ସମସ୍ତଙ୍କ ସାମ୍ନାରେ ଭୁଲ ପ୍ରମାଣିତ କରେ, ତେବେ ତାଙ୍କର ପୁରୁଷତ୍ୱ ଏବଂ ସମ୍ମାନରେ ଆଘାତ ଲାଗିବ। ସେ ଅପମାନିତ ଅନୁଭବ କରିବେ। ତେଣୁ ସେହି ସମୟରେ ସେ ଚୁପ୍ ରହି ସ୍ୱାମୀଙ୍କ ନିଷ୍ପତ୍ତିକୁ ସହମତି ଦିଏ, ଯଦିଓ ତାର ଅନ୍ତରାତ୍ମା ଜାଣିଥାଏ ଯେ ଏହାର ପରିଣାମ ଭଲ ହେବ ନାହିଁ। ବନ୍ଧୁଗଣ, ଏଠାରେ ଏକ ଶିକ୍ଷଣୀୟ ଛୋଟ ଗଳ୍ପ ଶୁଣନ୍ତୁ। ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଜଣେ ବ୍ୟବସାୟୀ ନିଜର ସମସ୍ତ ସମ୍ପତ୍ତି ଏକ ଅନିଶ୍ଚିତ ବାଣିଜ୍ୟରେ ଲଗାଇବାକୁ ନିଷ୍ପତ୍ତି ନେଲେ। ତାଙ୍କ ସ୍ତ୍ରୀ ଜାଣିଥିଲେ ଯେ ଏଥିରେ କ୍ଷତି ନିଶ୍ଚିତ, କିନ୍ତୁ ସ୍ୱାମୀଙ୍କ ଉତ୍ସାହ ଦେଖି ସେ ବାରଣ କଲେ ନାହିଁ। ବରଂ ସେ ନିଜର କିଛି ଗହଣା ଗୁପ୍ତରେ ସାଇତି ରଖିଲେ। ଯେତେବେଳେ ବ୍ୟବସାୟରେ ବଡ଼ କ୍ଷତି ହେଲା ଏବଂ ସ୍ୱାମୀ ନିରାଶ ହୋଇ ପଡ଼ିଲେ, ସେତେବେଳେ ସ୍ତ୍ରୀ କହିଲେ ନାହିଁ ଯେ ମୁଁ ତୁମକୁ ଆଗରୁ ମନା କରୁଥିଲି। ସେ ଓଲଟା ସ୍ୱାମୀଙ୍କୁ ସେହି ଗୁପ୍ତ ସମ୍ପତ୍ତି ଦେଇ କହିଲେ, ଚିନ୍ତା କରନ୍ତୁ ନାହିଁ, ମୁଁ ଆପଣଙ୍କ ସହ ଅଛି। ମହାଦେବ କହିଲେ, ପାର୍ବତୀ, ଏହା ହିଁ ନାରୀର ମହାନତା। ସେ ସ୍ୱାମୀର ଅଜ୍ଞାନତାକୁ ନିଜ ମଧ୍ୟରେ ଲୁଚାଇ ରଖେ ଏବଂ ସମୟ ଆସିଲେ ତାକୁ ସୁରକ୍ଷା ଦିଏ। ସେ କେବେ ବି ସ୍ୱାମୀଙ୍କୁ ଅନୁଭବ କରିବାକୁ ଦିଏ ନାହିଁ ଯେ ସେ ତାଙ୍କଠାରୁ ଅଧିକ ବୁଦ୍ଧିମାନ। ପ୍ରିୟ ବନ୍ଧୁଗଣ, ଚିନ୍ତା କରନ୍ତୁ ତ, ଜଣେ ସ୍ତ୍ରୀ କେତେ ବଡ଼ ମାନସିକ ବୋଝ ବୋହିଥାଏ। ସେ ଜାଣିଶୁଣି ନିଜକୁ ହାରିଯାଇ ସ୍ୱାମୀକୁ ଜିତାଇ ଦିଏ, କାରଣ ତା ପାଇଁ ସ୍ୱାମୀଙ୍କ ଖୁସି ଏବଂ ସମ୍ମାନ ହିଁ ସବୁକିଛି। ଏହା ହିଁ ସେହି ରହସ୍ୟ ଯାହା ପୁରୁଷ କେବେ ବୁଝିପାରେ ନାହିଁ। ସେ ଭାବେ ସେ ଠିକ୍ କରୁଛି, କିନ୍ତୁ ପଛରେ ସ୍ତ୍ରୀର ସେହି ନୀରବ ସମର୍ଥନ ହିଁ ତାକୁ ରକ୍ଷା କରୁଥାଏ। କିନ୍ତୁ ବନ୍ଧୁଗଣ, ଚତୁର୍ଥ ରହସ୍ୟଟି ଏମିତି ଏକ କଥା, ଯାହା ପ୍ରତ୍ୟେକ ସ୍ୱାମୀ ନିଶ୍ଚୟ ଜାଣିବା ଉଚିତ। ଏହା ଟଙ୍କା ପଇସା ସହ ଜଡ଼ିତ, କିନ୍ତୁ ଏହାର ଉଦ୍ଦେଶ୍ୟ ଅତ୍ୟନ୍ତ ପବିତ୍ର। କଣ ସେହି ରହସ୍ୟ?
କୈଳାସର ସେହି ଦିବ୍ୟ ବାତାବରଣରେ ମହାଦେବ ଏବେ ଏକ ଅତି ବାସ୍ତବବାଦୀ ସତ୍ୟ ପ୍ରକାଶ କଲେ। ସେ କହିଲେ, ହେ ଦେବୀ, ସ୍ତ୍ରୀର ଚତୁର୍ଥ ରହସ୍ୟ ହେଉଛି ତାର ଗୁପ୍ତ ସଞ୍ଚୟ। ମାତା ପାର୍ବତୀ ସାମାନ୍ୟ ହସି ପଚାରିଲେ, ପ୍ରଭୁ, ଏହା ତ ଘରର ଚଳଣି। ସ୍ତ୍ରୀ ତ ସ୍ୱାମୀଙ୍କ ଦେଇଥିବା ଅର୍ଥରୁ କିଛି କିଛି ବଞ୍ଚାଇ ରଖେ, କିନ୍ତୁ ଏହାକୁ ରହସ୍ୟ ବୋଲି କାହିଁକି କୁହାଯିବ? ସେ କଣ ସ୍ୱାମୀଙ୍କୁ ବିଶ୍ୱାସ କରେ ନାହିଁ? ମହାଦେବ ଗମ୍ଭୀର ହୋଇ କହିଲେ, ନା ପାର୍ବତୀ, ଏହା ଅବିଶ୍ୱାସ ନୁହେଁ, ଏହା ହେଉଛି ଦୂରଦର୍ଶିତା। ଜଣେ ସ୍ତ୍ରୀ ଜାଣେ ଯେ ପୁରୁଷ ସ୍ୱଭାବତଃ ଖର୍ଚ୍ଚୀ ହୋଇପାରେ କିମ୍ବା ଭବିଷ୍ୟତର ଅନିଶ୍ଚିତତାକୁ ଆକଳନ କରିବାରେ ଅସମର୍ଥ ହୋଇପାରେ। ସେ ସ୍ୱାମୀଙ୍କୁ ନ ଜଣାଇ ରୋଷେଇ ଘରର ଚାଉଳ ହାଣ୍ଡିରେ ହେଉ କିମ୍ବା ନିଜ ଲୁଗା ବାକ୍ସର କୋଣରେ କିଛି କିଛି ଅର୍ଥ ସଞ୍ଚୟ କରି ରଖିଥାଏ। ସେ ଏହି କଥା ସ୍ୱାମୀଙ୍କୁ ସେତେବେଳ ପର୍ଯ୍ୟନ୍ତ କୁହେ ନାହିଁ ଯେତେବେଳ ପର୍ଯ୍ୟନ୍ତ ସଂସାର ଉପରେ କୌଣସି ବଡ଼ ବିପଦ ଆସିନାହିଁ। ବନ୍ଧୁଗଣ, ଶାସ୍ତ୍ରରେ ବର୍ଣ୍ଣିତ ଏକ ସୁନ୍ଦର କାହାଣୀ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଜଣେ ଧନୀ ବ୍ୟକ୍ତି ଥିଲେ ଯିଏ ଅତ୍ୟନ୍ତ ଦାନୀ ଏବଂ ଉଦାର ଥିଲେ, କିନ୍ତୁ ହଠାତ୍ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲା ଏବଂ ତାଙ୍କର ସବୁ ବ୍ୟବସାୟ ବୁଡ଼ିଗଲା। ଘରେ ଖାଇବାକୁ ମଧ୍ୟ ଅନ୍ନ ରହିଲା ନାହିଁ। ସେହି ବ୍ୟକ୍ତି ଜଣକ ମାନସିକ ଭାବେ ଭାଙ୍ଗି ପଡ଼ିଲେ ଏବଂ ଆତ୍ମହତ୍ୟା କରିବାକୁ ଚିନ୍ତା କଲେ। ଠିକ୍ ସେତିକି ବେଳେ ତାଙ୍କ ସ୍ତ୍ରୀ ଆସି ତାଙ୍କ ହାତରେ ଏକ ପୁଟୁଳି ଧରାଇଦେଲେ। ସେଥିରେ ଅନେକ ବର୍ଷରୁ ସଞ୍ଚିତ ହୋଇ ରହିଥିବା ସ୍ୱର୍ଣ୍ଣ ମୁଦ୍ରା ଥିଲା। ସ୍ତ୍ରୀ କହିଲେ, ସ୍ୱାମୀ, ଆପଣ ଭାବୁଥିଲେ ମୁଁ ଆପଣଙ୍କ ଟଙ୍କା ନଷ୍ଟ କରୁଛି, କିନ୍ତୁ ମୁଁ ସେଥିରୁ କିଛି କିଛି ଅଂଶ ବଞ୍ଚାଇ ରଖିଥିଲି ଆଜି ଭଳି ଦିନ ପାଇଁ। ମହାଦେବ କହିଲେ, ପାର୍ବତୀ, ସ୍ତ୍ରୀର ଏହି ରହସ୍ୟ ହିଁ ପରିବାରର ସୁରକ୍ଷା କବଚ। ସେ ନିଜର ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ ସ୍ୱାମୀଙ୍କୁ ନ ଜଣାଇ ଯେଉଁ ଧନ ସାଇତି ରଖେ ତାହା କେବଳ ପରିବାର ପାଇଁ। ଏହାକୁ ସେ ନିଜ ପାଇଁ କେବେ ବି ବ୍ୟବହାର କରେ ନାହିଁ। ପ୍ରିୟ ବନ୍ଧୁଗଣ, ଚିନ୍ତା କରନ୍ତୁ, ଆମ ଓଡ଼ିଆ ଘରର ମା ମାନେ କିପରି ସେହି ଚାଉଳ ହାଣ୍ଡିରୁ ଟଙ୍କା ବାହାର କରି ବିପଦ ବେଳେ ସ୍ୱାମୀଙ୍କୁ ସାହାଯ୍ୟ କରନ୍ତି। ଏହା ହିଁ ନାରୀର ବୁଦ୍ଧିମତ୍ତା। ସେ ସ୍ୱାମୀଙ୍କୁ ଜଣାଏ ନାହିଁ, କାରଣ ସେ ଜାଣେ ଯେ ସ୍ୱାମୀ ଜାଣିଲେ ହୁଏତ ସେହି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଯିବ। ସେ ନିଜକୁ କଞ୍ଜୁସ କୁହାଇବାକୁ ପଛାଏ ନାହିଁ, କିନ୍ତୁ ସ୍ୱାମୀଙ୍କ ସମ୍ମାନକୁ ରାସ୍ତାକୁ ଆସିବାକୁ ଦିଏ ନାହିଁ। କିନ୍ତୁ ବନ୍ଧୁଗଣ, ପଞ୍ଚମ ରହସ୍ୟଟି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସବୁଠାରୁ ଆଧ୍ୟାତ୍ମିକ। ଏହା ଏଭଳି ଏକ କଥା ଯାହା ସ୍ୱାମୀଙ୍କ ଆୟୁଷ ସହ ଜଡ଼ିତ। କଣ ସେହି ପଞ୍ଚମ ରହସ୍ୟ? କୈଳାସର ଶିଖରରେ ମହାଦେବଙ୍କ ମୁଖମଣ୍ଡଳରୁ ନିଃସୃତ ହେଉଥିବା ଜ୍ଞାନର ଆଲୋକ ଅଧିକ ପ୍ରଖର ହେବାକୁ ଲାଗିଲା। ମହାଦେବ କହିଲେ, ହେ ଶୈଳସୂତା, ସ୍ତ୍ରୀର ସବୁଠାରୁ ବଡ଼ ଏବଂ ପଞ୍ଚମ ରହସ୍ୟଟି ହେଉଛି ତାର ନିଜସ୍ୱ ଅପୂର୍ଣ୍ଣ ଇଚ୍ଛା ଏବଂ ମାନସିକ ଯନ୍ତ୍ରଣା। ମାତା ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ପ୍ରଭୁ, ସ୍ତ୍ରୀ ତ ସ୍ୱାମୀଙ୍କ ପାଖରେ ନିଜର ସବୁ ଅଳି ଅର୍ଦ୍ଦଳି ରଖିଥାଏ, ତେବେ ଏମିତି କେଉଁ ଇଚ୍ଛା ଅଛି ଯାହା ସେ ଲୁଚାଇ ରଖେ? ମହାଦେବ ଗମ୍ଭୀର କଣ୍ଠରେ କହିଲେ, ଦେବୀ, ଜଣେ ସ୍ତ୍ରୀ ବିବାହ ପରେ ନିଜର ସ୍ୱପ୍ନ, ନିଜର ପସନ୍ଦ ଅପସନ୍ଦ ଏବଂ ନିଜର ଅନେକ ସୁଖକୁ ସ୍ୱାମୀ ଏବଂ ସନ୍ତାନଙ୍କ ପାଇଁ ବଳିଦାନ ଦେଇଦିଏ। ସେ ଅନେକ ସମୟରେ କିଛି ପାଇବାକୁ ଇଚ୍ଛା କଲେ ମଧ୍ୟ ଯେତେବେଳେ ସେ ଦେଖେ ଯେ ସ୍ୱାମୀଙ୍କ ସାମର୍ଥ୍ୟ କମ୍ ଅଛି କିମ୍ବା ପରିବାରର ଅନ୍ୟ କୌଣସି ଆବଶ୍ୟକତା ଅଧିକ ଜରୁରୀ, ସେତେବେଳେ ସେ ନିଜ ଇଚ୍ଛାକୁ ହୃଦୟର ଗଭୀରତାରେ ପୋତି ଦିଏ। ସେ କେବେ ବି ସ୍ୱାମୀଙ୍କୁ ଅନୁଭବ କରିବାକୁ ଦିଏ ନାହିଁ ଯେ ସେ କୌଣସି ଅଭାବରେ ଅଛି, କାରଣ ସେ ଜାଣେ ଏହା ସ୍ୱାମୀଙ୍କୁ ମାନସିକ ଭାବେ ଦୁର୍ବଳ କରିଦେବ। ବନ୍ଧୁଗଣ, ଏଠାରେ ଏକ ହୃଦୟସ୍ପର୍ଶୀ ଉଦାହରଣ ଦେଇ ପ୍ରଭୁ କହିଲେ, ଶାସ୍ତ୍ରରେ ବର୍ଣ୍ଣିତ ଅଛି ଜଣେ ନାରୀଙ୍କ କଥା ଯାହାଙ୍କୁ ଗହଣା ପିନ୍ଧିବାର ଅତି ସଉକ ଥିଲା, କିନ୍ତୁ ସ୍ୱାମୀଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା। ସେ ସାରା ଜୀବନ ସ୍ୱାମୀଙ୍କୁ କହିଆସିଲେ, ମୋତେ ଗହଣା ଜମା ଭଲ ଲାଗେନି, ମୁଁ ଏମିତି ହିଁ ସୁନ୍ଦର ଦେଖାଯାଉଛି। ସ୍ୱାମୀ ଭାବିଲେ ବୋଧେ ସତରେ ତାଙ୍କୁ ଗହଣା ପସନ୍ଦ ନୁହେଁ, କିନ୍ତୁ ପ୍ରକୃତରେ ସେହି ନାରୀ ଜଣକ ନିଜ ସ୍ୱାମୀଙ୍କୁ ହୀନମନ୍ୟତାରୁ ବଞ୍ଚାଇବା ପାଇଁ ନିଜ ସଉକକୁ ମାରି ଦେଇଥିଲେ। ମହାଦେବ ଆହୁରି କହିଲେ, ପାର୍ବତୀ, ସ୍ତ୍ରୀ ନିଜର ଏହି କଷ୍ଟକୁ ରହସ୍ୟ କରି ରଖେ, କାରଣ ସେ ଚାହେଁ ନାହିଁ ଯେ ତାର ସ୍ୱାମୀ ନିଜକୁ ଅସମର୍ଥ ମନେ କରନ୍ତୁ। ସେ ନିଜର ଅକୁହା ଯନ୍ତ୍ରଣାକୁ ଭଗବାନଙ୍କ ଆଗରେ ଲୁହ ହୋଇ ଢାଳି ଦିଏ, କିନ୍ତୁ ସ୍ୱାମୀଙ୍କ ଆଗରେ ସବୁବେଳେ ହସମୁଖ ରହେ। ପ୍ରିୟ ବନ୍ଧୁଗଣ, ଏହା ହିଁ ହେଉଛି ନାରୀର ସେହି ରହସ୍ୟମୟ ଦିଗ। ଆଜିର ଆଧୁନିକ ଯୁଗରେ ମଧ୍ୟ ଜଣେ ମା ବା ଜଣେ ସ୍ତ୍ରୀ ନିଜ ପାଇଁ ଶାଢ଼ୀଟିଏ ନ କିଣି ସ୍ୱାମୀଙ୍କ ପାଇଁ ପୋଷାକ କିମ୍ବା ପିଲାଙ୍କ ପାଇଁ ଖେଳନା କିଣିବାରେ ଖୁସି ପାଏ।
ସେ ନିଜ ଇଚ୍ଛାକୁ ଲୁଚାଇ ରଖେ, କାରଣ ତା ପାଇଁ ସ୍ୱାମୀଙ୍କ ଚେହେରାରେ ଥିବା ହସ ହିଁ ସବୁଠାରୁ ବଡ଼ ସମ୍ପତ୍ତି। କିନ୍ତୁ ବନ୍ଧୁଗଣ, ମହାଦେବଙ୍କ ଏହି ଜ୍ଞାନ ଏତିକିରେ ସୀମିତ ନୁହେଁ। ଏହି 5ଟି ରହସ୍ୟ ବ୍ୟତୀତ ଆହୁରି ଏମିତି କିଛି ବିଷୟ ଅଛି ଯାହା ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କକୁ ଅଧିକ ବଳିଷ୍ଠ କରିଥାଏ। ଏହାପରେ ଆମେ ଜାଣିବା, ଯେତେବେଳେ ଜଣେ ସ୍ତ୍ରୀ ସ୍ୱାମୀଙ୍କ ପ୍ରତି କ୍ରୋଧିତ ହୁଏ, ସେତେବେଳେ ସେ କେଉଁ କଥାକୁ ଗୋପନ ରଖେ। କୈଳାସର ଶୀତଳ ପବନରେ ମହାଦେବଙ୍କ ବାଣୀ ଅମୃତ ସଦୃଶ ବର୍ଷିତ ହେଉଥିଲା। ମାତା ପାର୍ବତୀ ପଚାରିଲେ, ହେ ପ୍ରଭୁ, ଆପଣ 5ଟି ମୁଖ୍ୟ ରହସ୍ୟ କହିଲେ, କିନ୍ତୁ ମୁଁ ଦେଖିଛି ସଂସାରରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ହୁଏ। ସେହି ସମୟରେ ସ୍ତ୍ରୀର ମନୋଭାବ କ'ଣ ଥାଏ? ସେ କ'ଣ ସତରେ ସ୍ୱାମୀଙ୍କୁ ସେତେବେଳେ ଘୃଣା କରେ? ମହାଦେବ ଧୀର ସ୍ୱରରେ କହିଲେ, ନା ଦେବୀ, ଏହା ହିଁ ତ ବଡ଼ ଆଶ୍ଚର୍ଯ୍ୟ। ସ୍ତ୍ରୀ ଯେତେବେଳେ ସ୍ୱାମୀଙ୍କ ଉପରେ କ୍ରୋଧ କରେ, ସେହି କ୍ରୋଧ ପଛରେ ଏକ ଅକୁହା ଅଭିମାନ ଲୁଚି ରହିଥାଏ। ସେ ସ୍ୱାମୀଙ୍କୁ କଟୁ କଥା କହିପାରେ, କିନ୍ତୁ ସେହି ସମୟରେ ମଧ୍ୟ ସେ ମନେ ମନେ ପ୍ରଭୁଙ୍କୁ ପ୍ରାର୍ଥନା କରୁଥାଏ ଯେ ଯେମିତି ସ୍ୱାମୀଙ୍କର କୌଣସି ଅମଙ୍ଗଳ ନ ହେଉ। ସେ ନିଜର କ୍ରୋଧକୁ ରହସ୍ୟ କରି ରଖେ, କାରଣ ସେ ଚାହେଁ ସ୍ୱାମୀ ତାଙ୍କ ମନର କଥାକୁ ବିନା କହି ବୁଝନ୍ତୁ। ବନ୍ଧୁଗଣ, ଏଠାରେ ଏକ ସୁନ୍ଦର ପୁରାଣ କଥା ଶୁଣନ୍ତୁ। ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଜଣେ ସାଧ୍ୱୀ ନାରୀ ନିଜ ସ୍ୱାମୀଙ୍କ ସହ ଝଗଡ଼ା କରି ଦିନସାରା ଅଭୁକ୍ତ ରହିଲେ। ସ୍ୱାମୀ ରାଗରେ ଘରୁ ବାହାରି ଯାଇଥିଲେ, କିନ୍ତୁ ସେହି ନାରୀ ଜଣକ ଝରକା ପାଖରେ ବସି ସ୍ୱାମୀ ଫେରିବା ବାଟକୁ ଅନାଇ ରହିଥିଲେ। ସେ ସ୍ୱାମୀଙ୍କୁ ଗାଳି ଦେଉଥିଲେ ସତ, କିନ୍ତୁ ହାତରେ ସ୍ୱାମୀଙ୍କ ପାଇଁ ପ୍ରସାଦ ଧରିଥିଲେ। ଯେତେବେଳେ ସ୍ୱାମୀ ଫେରିଲେ, ସେ ନିଜର ଅଭିମାନକୁ ଲୁଚାଇ ପୁଣି ସେବା କରିବାକୁ ଲାଗିଲେ। ସେ କେବେ ବି କହିଲେ ନାହିଁ ଯେ ସେହି କେଇ ଘଣ୍ଟା ମଧ୍ୟରେ ସେ କେତେ ବଡ଼ ମାନସିକ ଯନ୍ତ୍ରଣା ଦେଇ ଗତି କରୁଥିଲେ। ମହାଦେବ କହିଲେ, ପାର୍ବତୀ, ସ୍ତ୍ରୀର କ୍ରୋଧ ହେଉଛି ପାଣିର ଗାର ଭଳି। ସେ ନିଜର ସବୁ ଅଭିଯୋଗକୁ ରହସ୍ୟ କରିଦିଏ କେବଳ ସମ୍ପର୍କର ମଧୁରତା ପାଇଁ। ସେ ସ୍ୱାମୀଙ୍କ ଖରାପ ଅଭ୍ୟାସକୁ ନେଇ ଚିନ୍ତିତ ଥାଏ, କିନ୍ତୁ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଜଣେ ଆଦର୍ଶ ପୁରୁଷ ଭାବେ ଉପସ୍ଥାପିତ କରେ। ଏହା କ'ଣ ତ୍ୟାଗ ନୁହେଁ? ପ୍ରିୟ ବନ୍ଧୁଗଣ, ଚିନ୍ତା କରନ୍ତୁ, ଆପଣଙ୍କ ସ୍ତ୍ରୀ ଆପଣଙ୍କ ଉପରେ ରାଗିଲେ ମଧ୍ୟ ସେହି ରାତିରେ ଆପଣ ଶୋଇବା ପରେ ଆପଣଙ୍କ ମୁଣ୍ଡରେ ହାତ ବୁଲାଇ ଦିଅନ୍ତି। ଏହା ସେହି ରହସ୍ୟ ଯାହା ପୁରୁଷ କେବେ ଜାଣିପାରେ ନାହିଁ। ସେ ଭାବେ ସ୍ତ୍ରୀ ଖୁବ୍ ଜିଦଖୋର, କିନ୍ତୁ ସେହି ଜିଦ୍ ପଛରେ ଥାଏ ଗଭୀର ପ୍ରେମ ଏବଂ ସୁରକ୍ଷା ଦେବାର ଭାବନା। କିନ୍ତୁ ବନ୍ଧୁଗଣ, ଏହି କ୍ରୋଧ ଏବଂ ପ୍ରେମର ଖେଳ ମଧ୍ୟରେ ଆଉ ଏକ ଦିଗ ରହିଛି। ସ୍ତ୍ରୀ କାହିଁକି ନିଜ ସ୍ୱାମୀଙ୍କୁ ନିଜ ବାପଘରର ସମସ୍ୟା ବିଷୟରେ ସବୁ କଥା କୁହେ ନାହିଁ? କ'ଣ ଏହା ବିଶ୍ୱାସର ଅଭାବ? ଏବେ ଆମେ ଜାଣିବା ଏହି ଚମକାଇ ଦେଲା ଭଳି ସତ୍ୟ। କୈଳାସର ସେହି ଦିବ୍ୟ ପରିବେଶରେ ପ୍ରଭୁ ମହାଦେବ ଏକ ଅତି ମାର୍ମିକ କଥା କହିବାକୁ ଆରମ୍ଭ କଲେ। ସେ କହିଲେ, ହେ ଦେବୀ, ନାରୀ ହେଉଛି 2ଟି କୂଳକୁ ସଜାଉଥିବା ଏକ ପ୍ରଦୀପ। ତାର ଆଉ ଏକ ବଡ଼ ରହସ୍ୟ ହେଉଛି ନିଜ ବାପଘରର ସମସ୍ୟା ବା ଅପମାନକୁ ସ୍ୱାମୀଙ୍କଠାରୁ ଗୋପନ ରଖିବା। ମାତା ପାର୍ବତୀ କହିଲେ, ହେ ପ୍ରଭୁ, ସ୍ତ୍ରୀ ତ ସବୁ କଥା ନିଜ ସ୍ୱାମୀଙ୍କୁ କହିବା ଉଚିତ। ତେବେ ସେ ନିଜ ବାପଘର କଥା କାହିଁକି ଲୁଚାଏ? ଏହା କ'ଣ ସ୍ୱାମୀଙ୍କୁ ପର ଭାବିବା ନୁହେଁ କି? ମହାଦେବ ଧୈର୍ଯ୍ୟର ସହ ଉତ୍ତର ଦେଲେ, ନା ପାର୍ବତୀ, ଏହା ପର ଭାବିବା ନୁହେଁ, ବରଂ ଏହା ହେଉଛି ନିଜ ସ୍ୱାମୀଙ୍କ ଆଖିରେ ନିଜ ପରିବାରର ସମ୍ମାନ ବଞ୍ଚାଇ ରଖିବାର ଏକ ପ୍ରୟାସ। ଜଣେ ସ୍ତ୍ରୀ ଜାଣେ ଯେ ଯଦି ସେ ତାର ବାପଘରର ଦୁର୍ବଳତା କିମ୍ବା ସେଠାରେ ହେଉଥିବା ଅଶାନ୍ତି ବିଷୟରେ ସ୍ୱାମୀଙ୍କୁ ସବୁବେଳେ କହେ, ତେବେ ସ୍ୱାମୀଙ୍କ ମନରେ ତାଙ୍କ ବାପଘର ପ୍ରତି ଥିବା ସମ୍ମାନ କମିଯାଇପାରେ। ସେ ଚାହେଁ ନାହିଁ ଯେ ତାର ସ୍ୱାମୀ କେବେ ବି ତାର ବାପା ମାଙ୍କୁ ହୀନ ମନେ କରନ୍ତୁ କିମ୍ବା ସେମାନଙ୍କୁ ଦୟା କରନ୍ତୁ। ବନ୍ଧୁଗଣ, ଏଠାରେ ଏକ ଶିକ୍ଷଣୀୟ ଘଟଣା ଶୁଣନ୍ତୁ। ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଏକ ସମୟରେ ଜଣେ ସ୍ତ୍ରୀଙ୍କ ବାପଘରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା। ତାଙ୍କ ଭାଇମାନେ ମଧ୍ୟ ତାଙ୍କୁ ସମ୍ମାନ ଦେଉନଥିଲେ, କିନ୍ତୁ ସ୍ୱାମୀଙ୍କ ଆଗରେ ସେ ସବୁବେଳେ କହୁଥିଲେ, ମୋ ବାପଘରେ ସମସ୍ତେ ବହୁତ ଖୁସିରେ ଅଛନ୍ତି, ସେମାନଙ୍କର କିଛି ଅଭାବ ନାହିଁ। ଯେତେବେଳେ ସ୍ୱାମୀ ଦିନେ ସତ୍ୟ ଜାଣିଲେ ଏବଂ ପଚାରିଲେ, ତୁମେ ଏତେ ବଡ଼ କଥା କାହିଁକି ଲୁଚାଇଲ? ସ୍ତ୍ରୀ ଉତ୍ତର ଦେଲେ, ସ୍ୱାମୀ, ମୁଁ ଚାହୁଁଥିଲି ଆପଣ ସେମାନଙ୍କୁ ସବୁବେଳେ ସେହି ସମ୍ମାନର ସହ ଦେଖନ୍ତୁ, ଯେଉଁ ସମ୍ମାନ ଜଣେ ଜୱାଇ ନିଜ ଶ୍ୱଶୁର ଘରକୁ ଦିଏ। ଯଦି ମୁଁ ସେମାନଙ୍କ ଦୁଃଖ କହିଥାନ୍ତି, ତେବେ ଆପଣ ହୁଏତ ସେମାନଙ୍କୁ ଦୟା କରିଥାନ୍ତେ, କିନ୍ତୁ ସମ୍ମାନ ଦେଇପାରିନଥାନ୍ତେ।
ମହାଦେବ କହିଲେ, ପାର୍ବତୀ, ସ୍ତ୍ରୀ ନିଜ ଭିତରେ ଏହି ଯନ୍ତ୍ରଣାକୁ ରହସ୍ୟ କରି ରଖେ। ସେ ଏକୁଟିଆ କାନ୍ଦେ, କିନ୍ତୁ ସ୍ୱାମୀଙ୍କୁ ବୁଝାଇବାକୁ ଦିଏ ନାହିଁ ଯେ ତା ବାପଘର ଲୋକେ ତାଙ୍କ ପ୍ରତି କିପରି ବ୍ୟବହାର କରୁଛନ୍ତି। ସେ ଦୁଇଟି ପରିବାର ମଧ୍ୟରେ ଏକ ସୁନ୍ଦର ସେତୁ ହୋଇ ରହିବାକୁ ଚାହେଁ। ପ୍ରିୟ ବନ୍ଧୁଗଣ, ଚିନ୍ତା କରନ୍ତୁ, ଜଣେ ନାରୀ କେତେ ବଡ଼ ତ୍ୟାଗ କରେ। ସେ ନିଜର ଅସୁବିଧା କହି ସ୍ୱାମୀଙ୍କ ସାହାଯ୍ୟ ନେଇପାରନ୍ତା, କିନ୍ତୁ ସେ ନିଜର ଆତ୍ମସମ୍ମାନ ଏବଂ ବାପଘରର ମର୍ଯ୍ୟାଦା ରକ୍ଷା ପାଇଁ ଚୁପ୍ ରହେ। ଏହା କୌଣସି ଗୋପନୀୟତା ନୁହେଁ, ଏହା ହେଉଛି ସମ୍ପର୍କକୁ ପବିତ୍ର ରଖିବାର ଏକ ଶୈଳୀ। ବନ୍ଧୁଗଣ, ଏହାପରେ ଆମେ ଜାଣିବା ସ୍ତ୍ରୀ କାହିଁକି ନିଜ ସ୍ୱାମୀଙ୍କୁ ତାର ପ୍ରଶଂସା ପାଇବାର ଇଚ୍ଛା ବିଷୟରେ ସିଧାସଳଖ କୁହେ ନାହିଁ। କାହିଁକି ସେ ଭାବେ ଯେ ସ୍ୱାମୀ ଏହାକୁ ନିଜେ ଅନୁଭବ କରନ୍ତୁ। ଆସନ୍ତୁ ଜାଣିବା ଏହି ରୋମାଞ୍ଚକର ରହସ୍ୟ। କୈଳାସର ଶୀତଳ ପବନରେ ଏକ ଆଧ୍ୟାତ୍ମିକ ଶାନ୍ତି ଖେଳି ଯାଉଥିଲା। ମହାଦେବ ଏବେ ଏଭଳି ଏକ ରହସ୍ୟ କହିଲେ, ଯାହା ପ୍ରତ୍ୟେକ ନାରୀର ମନର ଅତି ନିକଟତର। ସେ କହିଲେ, ହେ ପ୍ରିୟେ, ସ୍ତ୍ରୀର ଆଉ ଏକ ଗୁପ୍ତ ରହସ୍ୟ ହେଉଛି ନିଜର ପ୍ରଶଂସା ଏବଂ ସ୍ୱୀକୃତି ପାଇବାର ତୀବ୍ର ଇଚ୍ଛା। ମାତା ପାର୍ବତୀ କହିଲେ, ପ୍ରଭୁ, ପ୍ରଶଂସା ପାଇବାକୁ ତ ସମସ୍ତେ ଭଲ ପାଆନ୍ତି। ଏଥିରେ ରହସ୍ୟ କ'ଣ ଅଛି? ସେ କ'ଣ ସ୍ୱାମୀଙ୍କୁ କହିପାରେ ନାହିଁ ଯେ ମୋତେ ଟିକେ ପ୍ରଶଂସା କର? ମହାଦେବ ମୃଦୁ ହସି କହିଲେ, ଦେବୀ, ନାରୀର ସୌନ୍ଦର୍ଯ୍ୟ ତାର ଗାମ୍ଭୀର୍ଯ୍ୟରେ ଥାଏ। ସେ ଚାହେଁ ଯେ ସେ ସାରା ଦିନ ଘର ପାଇଁ, ପିଲାଙ୍କ ପାଇଁ ଏବଂ ସ୍ୱାମୀଙ୍କ ପାଇଁ ଯେଉଁ ପରିଶ୍ରମ କରୁଛି, ସ୍ୱାମୀ ତାକୁ ନିଜେ ଅନୁଭବ କରନ୍ତୁ। ଯଦି ସେ ମାଗିକି ପ୍ରଶଂସା ପାଏ, ତେବେ ସେଥିରେ ଆତ୍ମତୃପ୍ତି ନଥାଏ। ସେ ନିଜର ଏହି ଇଚ୍ଛାକୁ କେବେ ବି ସ୍ୱାମୀଙ୍କ ଆଗରେ ପ୍ରକାଶ କରେ ନାହିଁ, କିନ୍ତୁ ଯଦି ସ୍ୱାମୀ ଦିନକର ରନ୍ଧା ଖାଦ୍ୟକୁ ଟିକିଏ ଭଲ ବୋଲି କହିଦିଅନ୍ତି, ତେବେ ତାର ସାରା ଦିନର କ୍ଳାନ୍ତି ଦୂର ହୋଇଯାଏ। ବନ୍ଧୁଗଣ, ଶାସ୍ତ୍ରରେ ଅଛି, ଜଣେ ଗୃହିଣୀ ଅତି ନିଷ୍ଠାର ସହ ସ୍ୱାମୀଙ୍କ ସେବା କରୁଥିଲେ। ସ୍ୱାମୀ ସବୁବେଳେ କାମରେ ବ୍ୟସ୍ତ ରହୁଥିଲେ। ଦିନେ ସ୍ତ୍ରୀ ଜଣକ ଖାଦ୍ୟରେ ଲୁଣ ଦେବାକୁ ଭୁଲିଗଲେ। ସ୍ୱାମୀ ଚିତ୍କାର କରି କହିଲେ, ଆଜି ତରକାରୀ ଜମା ଭଲ ହୋଇନି। ସେତେବେଳେ ସ୍ତ୍ରୀ ଆଖିରୁ ଲୁହ ଝରାଇ କହିଲେ, ଆଜି ଖାଦ୍ୟ ଖରାପ ହେବାରୁ ଆପଣ କହିଲେ, କିନ୍ତୁ ଗତ 10 ବର୍ଷ ଧରି ମୁଁ ଯେଉଁ ଅମୃତ ଭଳି ରୋଷେଇ କରୁଥିଲି, ସେଥିପାଇଁ ତ କେବେ ପଦେ ଭଲ କଥା କହିନାହାନ୍ତି। ଏହା ଶୁଣି ସ୍ୱାମୀ ନିଜର ଭୁଲ ବୁଝିପାରିଲେ। ମହାଦେବ କହିଲେ, ପାର୍ବତୀ, ସ୍ତ୍ରୀ ନିଜ ମନର ଏହି କ୍ଷୋଭକୁ ରହସ୍ୟ କରି ରଖେ। ସେ ଭାବେ ସ୍ୱାମୀ ହେଉଛନ୍ତି ତାର ଦର୍ପଣ। ଯଦି ଦର୍ପଣରେ ତାର ପରିଶ୍ରମର ଛବି ଦେଖାଯାଉ ନାହିଁ, ତେବେ ସେ ଭିତରେ ଭିତରେ ଗୁମୁରି କାନ୍ଦେ, କିନ୍ତୁ ମୁହଁ ଖୋଲି ଅଭିଯୋଗ କରେ ନାହିଁ। ସେ ଚାହେଁ ତାର ସ୍ୱାମୀ ତାର ସ୍ନେହକୁ ଶବ୍ଦରେ ନୁହେଁ, ବରଂ ଅନୁଭବରେ ବୁଝନ୍ତୁ। ପ୍ରିୟ ବନ୍ଧୁଗଣ, ପୁରୁଷମାନେ ପ୍ରାୟତଃ ବାହାର ଦୁନିଆର ସଫଳତା ପଛରେ ଦୌଡ଼ିଥାନ୍ତି, କିନ୍ତୁ ଘରେ ରହି ଯିଏ ତାଙ୍କୁ ସବୁ ସୁବିଧା ଯୋଗାଇ ଦିଏ, ତାକୁ ଧନ୍ୟବାଦ ଦେବାକୁ ଭୁଲିଯାନ୍ତି। ସ୍ତ୍ରୀ ଏହି କଥାକୁ ଲୁଚାଇ ରଖେ କାରଣ ସେ ଜାଣେ ଯେ ସ୍ୱାମୀଙ୍କ ଉପରେ ଦାୟିତ୍ୱର ବୋଝ ଅଧିକ। ସେ ନିଜ ସ୍ୱାମୀଙ୍କୁ ଅପରାଧୀ କରିବାକୁ ଚାହେଁ ନାହିଁ। କିନ୍ତୁ ବନ୍ଧୁଗଣ, ଏହି ସବୁ ରହସ୍ୟ ମଧ୍ୟରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ରହସ୍ୟ ରହିଛି, ଯାହା ସ୍ତ୍ରୀର ବଳିଦାନ ସହ ଜଡ଼ିତ। କାହିଁକି ସେ ନିଜର ସ୍ୱାସ୍ଥ୍ୟକୁ ଅବହେଳା କରି ସମସ୍ତଙ୍କ ସେବା କରେ? ଏହାପରେ ଆମେ ଜାଣିବା ନାରୀର ସେହି ଅକୁହା କଷ୍ଟର କାହାଣୀ, ଯାହା ଶୁଣିଲେ ଆପଣଙ୍କ ହୃଦୟ ତରଳିଯିବ। କୈଳାସର ବାତାବରଣ ଏବେ ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଉଠିଲା। ପ୍ରଭୁ ମହାଦେବ ମାତା ପାର୍ବତୀଙ୍କ ଆଖିକୁ ଚାହିଁ କହିଲେ, ହେ ଦେବୀ, ନାରୀର ସବୁଠାରୁ ବଡ଼ ସାମର୍ଥ୍ୟ ହେଉଛି ତାର ନୀରବ ସହନଶୀଳତା। ସ୍ତ୍ରୀର ଏକ ଗଭୀର ରହସ୍ୟ ହେଉଛି ନିଜର ଭୟ ଏବଂ ଅସୁରକ୍ଷିତ ମନୋଭାବକୁ ଲୁଚାଇ ରଖିବା। ମାତା ପାର୍ବତୀ ବ୍ୟାକୁଳ ହୋଇ ପଚାରିଲେ, ପ୍ରଭୁ, ଜଣେ ନାରୀ ନିଜ ସ୍ୱାମୀର ଛାୟା ତଳେ ରହି ମଧ୍ୟ କାହିଁକି ଭୟଭୀତ ହୁଏ? ସେ କେଉଁ କଥାକୁ ନେଇ ଅସୁରକ୍ଷିତ ଅନୁଭବ କରେ, ଯାହା ସେ କହିପାରେ ନାହିଁ? ମହାଦେବ ଗମ୍ଭୀର କଣ୍ଠରେ ବୁଝାଇଲେ, ଦେବୀ, ଜଣେ ସ୍ତ୍ରୀ ସବୁବେଳେ ଏକ ଅଜଣା ଭୟରେ ଥାଏ। ଭୟ ନିଜ ସ୍ୱାମୀର ସ୍ୱାସ୍ଥ୍ୟକୁ ନେଇ, ଭୟ ପରିବାରର ଭବିଷ୍ୟତକୁ ନେଇ, ଏବଂ ଭୟ କାଳେ ସ୍ୱାମୀଙ୍କ ମନରୁ ତା ପ୍ରତି ଥିବା ପ୍ରେମ କମିଯିବ କି। ସେ ଯେତେବେଳେ ଦେଖେ ଯେ ସ୍ୱାମୀ କୌଣସି ସମସ୍ୟାରେ ଅଛନ୍ତି, ସେ ନିଜେ ଭିତରେ ଭିତରେ ଥରିଉଠେ, କିନ୍ତୁ ସ୍ୱାମୀଙ୍କ ସାମ୍ନାରେ ସେ ଜଣେ ବୀରାଙ୍ଗନା ଭଳି ଠିଆ ହୁଏ। ସେ ନିଜର ଆଖିର ଲୁହକୁ ରହସ୍ୟ କରିଦିଏ, ଯେମିତି ସ୍ୱାମୀ ତାକୁ ଦେଖି ଦୁର୍ବଳ ନ ହୁଅନ୍ତି। ବନ୍ଧୁଗଣ, ଶାସ୍ତ୍ରରେ ଏକ ଅତି ସୁନ୍ଦର ପ୍ରସଙ୍ଗ ରହିଛି। ଜଣେ ରାଜା ଯୁଦ୍ଧକୁ ଯାଉଥିବା ବେଳେ ରାଣୀ ତାଙ୍କୁ ହସି ହସି ବିଦାୟ ଦେଲେ।
କିନ୍ତୁ ରାଜା ଯିବା ମାତ୍ରେ ରାଣୀ ମୂର୍ଚ୍ଛିତ ହୋଇ ପଡ଼ିଲେ। ସେ ସାରା ରାତି ଜଗନ୍ନାଥଙ୍କ ପାଖରେ ଦୀପ ଜାଳି କାନ୍ଦି କାନ୍ଦି ପ୍ରାର୍ଥନା କରୁଥିଲେ। ଯେତେବେଳେ ରାଜା ବିଜୟୀ ହୋଇ ଫେରିଲେ, ରାଣୀ ପୁଣି ସେହି ହସମୁଖରେ ସ୍ୱାଗତ କଲେ। ରାଜା ଭାବିଲେ ରାଣୀ ବୋଧେ ବହୁତ ସାହସୀ, କିନ୍ତୁ ରାଣୀଙ୍କ ସେହି ନୀରବ ପ୍ରାର୍ଥନା ଏବଂ ଭୟ ଏକ ରହସ୍ୟ ହୋଇ ରହିଗଲା। ମହାଦେବ ପୁଣି କହିଲେ, ପାର୍ବତୀ, ସ୍ତ୍ରୀ ଜାଣେ ଯେ ସେ ହେଉଛି ଘରର ମୂଳଦୁଆ। ଯଦି ସେ ନିଜର ଭୟ ପ୍ରକାଶ କରିଦେବ, ତେବେ ସାରା ପରିବାର ଥରି ଉଠିବ। ସେ ନିଜର ଦୁର୍ବଳତାକୁ ସ୍ୱାମୀଙ୍କଠାରୁ ଗୋପନ ରଖେ, କାରଣ ସେ ଚାହେଁ ତାର ସ୍ୱାମୀ ଜଣେ ନିର୍ଭୟ ଯୋଦ୍ଧା ହୋଇ ଦୁନିଆ ସହ ଲଢ଼ନ୍ତୁ। ଏହା ହିଁ ତାର ସବୁଠାରୁ ବଡ଼ ତ୍ୟାଗ। ପ୍ରିୟ ବନ୍ଧୁଗଣ, ଆଜିର ସମୟରେ ମଧ୍ୟ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ଚାକିରି କିମ୍ବା ବ୍ୟବସାୟର ଚିନ୍ତାରେ ରାତି ସାରା ଶୋଇପାରେ ନାହିଁ, କିନ୍ତୁ ସକାଳେ ଉଠି ସ୍ୱାମୀଙ୍କୁ ଚା କପେ ଦେଇ କୁହେ, ଆପଣ ଚିନ୍ତା କରନ୍ତୁ ନାହିଁ, ସବୁ ଠିକ୍ ହୋଇଯିବ। ଏହି ସାହସ ପଛରେ ଲୁଚି ରହିଥିବା ତାଙ୍କର ନିଜସ୍ୱ ଭୟକୁ ସେ କେବେ ବି ଶବ୍ଦରେ କୁହନ୍ତି ନାହିଁ। କିନ୍ତୁ ବନ୍ଧୁଗଣ, ମୂଳ କଥା ଏବେ ମଧ୍ୟ ବାକି ଅଛି। ମହାଦେବ ଏବେ ଏମିତି ଏକ କଥା କହିବେ, ଯାହା ଶୁଣିଲେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କର ପରିଭାଷା ବଦଳିଯିବ। କାହିଁକି ସ୍ତ୍ରୀ ଏହି ସବୁ ରହସ୍ୟ ରଖେ ଏବଂ ଏହାର ଶେଷ ପରିଣାମ କ'ଣ? କୈଳାସର ସେହି ରହସ୍ୟମୟ ବାର୍ତ୍ତାଳାପ ଏବେ ଏକ ଅନ୍ତିମ ମୋଡ଼ରେ ପହଞ୍ଚିଛି। ମାତା ପାର୍ବତୀଙ୍କ ଆଖିରେ ଏବେ ଅଶ୍ରୁ ଏବଂ ହୃଦୟରେ ସମସ୍ତ ନାରୀ ଜାତି ପ୍ରତି ଏକ ଗଭୀର ସମ୍ମାନ ଭରିଯାଇଛି। ସେ ମହାଦେବଙ୍କୁ ପଚାରିଲେ, ହେ ପ୍ରଭୁ, ଆପଣ ଏହି 5ଟି ବଡ଼ ରହସ୍ୟ ଏବଂ ସେଥିରେ ଲୁଚି ରହିଥିବା ନାରୀର ତ୍ୟାଗ ବିଷୟରେ ବୁଝାଇଲେ। କିନ୍ତୁ ଶେଷରେ ମୋତେ କୁହନ୍ତୁ, ଜଣେ ସ୍ୱାମୀ ପାଇଁ ଏହି ରହସ୍ୟଗୁଡ଼ିକ କ'ଣ କେବେ ବି ଜାଣିବା ସମ୍ଭବ ନୁହେଁ? ଏହି ରହସ୍ୟଗୁଡ଼ିକର ଶେଷ ଲକ୍ଷ୍ୟ କ'ଣ? ମହାଦେବ ଗମ୍ଭୀର ଏବଂ ସୌମ୍ୟ ସ୍ୱରରେ ଉତ୍ତର ଦେଲେ, ହେ ଦେବୀ, ଶୁଣ। ସ୍ତ୍ରୀ ଏହି ରହସ୍ୟଗୁଡ଼ିକୁ କେବେ ବି ନିଜ ସ୍ୱାର୍ଥ ପାଇଁ ରଖେ ନାହିଁ। ତାର ପ୍ରତିଟି ଗୋପନ କଥା ପଛରେ ଏକ ଶୁଭ ସଂକଳ୍ପ ଥାଏ। ସେ ରହସ୍ୟ ରଖେ କାରଣ ସେ ସ୍ୱାମୀଙ୍କୁ ସୁରକ୍ଷା ଦେବାକୁ ଚାହେଁ, ପରିବାରକୁ ଯୋଡ଼ି ରଖିବାକୁ ଚାହେଁ ଏବଂ ସମ୍ପର୍କର ମର୍ୟାଦାକୁ ବଞ୍ଚାଇବାକୁ ଚାହେଁ। ଯେଉଁଦିନ ସ୍ୱାମୀ ନିଜର ଅହଂ ତ୍ୟାଗ କରି ସ୍ତ୍ରୀର ନୀରବତାକୁ ପଢ଼ିବା ଶିଖିଯିବ, ସେଦିନ ସେହି ରହସ୍ୟଗୁଡ଼ିକ ଆଉ ରହସ୍ୟ ହୋଇ ରହିବ ନାହିଁ, ବରଂ ତାହା ପ୍ରେମର ଏକ ପବିତ୍ର ଭାଷା ପାଲଟିଯିବ। ବନ୍ଧୁଗଣ, ଏହି ପରିପ୍ରେକ୍ଷୀରେ ପ୍ରଭୁ ମହାଦେବ ଶେଷରେ ଏକ କ୍ଷୁଦ୍ର ଗଳ୍ପର ଅବତାରଣା କଲେ। ଶାସ୍ତ୍ର ଅନୁସାରେ ଜଣେ ଭକ୍ତ ସ୍ତ୍ରୀ ନିଜ ସ୍ୱାମୀର ଆୟୁଷ ବଢ଼ାଇବା ପାଇଁ ଯମରାଜଙ୍କ ସହ ଯୁକ୍ତି କରିଥିଲେ, ଯେପରି ମାତା ସାବିତ୍ରୀ। ସାବିତ୍ରୀ ମଧ୍ୟ ନିଜ ମନର ସବୁ ଯୋଜନାକୁ ରହସ୍ୟ କରି ରଖିଥିଲେ। ସେ ସତ୍ୟବାନଙ୍କୁ ଜଣାଇନଥିଲେ ଯେ ତାଙ୍କର ମୃତ୍ୟୁ ନିକଟ। ସେ କେବଳ ନିଜ ସ୍ୱାମୀଙ୍କୁ ସେବା ଏବଂ ସୁରକ୍ଷା ଦେବାରେ ଲାଗିଥିଲେ। ଯଦି ସେ ସେଦିନ ସ୍ୱାମୀଙ୍କୁ ଡରାଇ ଦେଇଥାନ୍ତେ, ତେବେ ହୁଏତ ସେ ସାହସ ସହ ଯମରାଜଙ୍କ ସାମ୍ନା କରିପାରିନଥାନ୍ତେ। ମହାଦେବ କହିଲେ, ପାର୍ବତୀ, ନାରୀ ହେଉଛି ଧୈର୍ଯ୍ୟର ପରିଭାଷା। ସେ ରହସ୍ୟ ରଖେ କାରଣ ସେ ନିଜ ସ୍ୱାମୀଙ୍କର ଦୁର୍ବଳତା ସାଜିବାକୁ ଚାହେଁ ନାହିଁ, ବରଂ ତାଙ୍କର ଶକ୍ତି ସାଜିବାକୁ ଚାହେଁ। ସେ ନିଜର କଷ୍ଟକୁ ଚାପି ରଖି ସଂସାରକୁ ହସାଏ। ଯେଉଁ ପୁରୁଷ ନିଜ ସ୍ତ୍ରୀର ଏହି ତ୍ୟାଗକୁ ବୁଝିପାରେ, ସେହି ଘର ବୈକୁଣ୍ଠ ପାଲଟିଯାଏ। ପ୍ରିୟ ବନ୍ଧୁଗଣ, ଏହିପରି ଭାବରେ ମହାଦେବ ମାତା ପାର୍ବତୀଙ୍କ ସମସ୍ତ ଶଙ୍କା ଦୂର କଲେ। ସ୍ତ୍ରୀ ଯେଉଁ 5ଟି କଥା ଲୁଚାଏ, ତାହା ପ୍ରକୃତରେ ତାର ପ୍ରେମର 5ଟି ସ୍ତମ୍ଭ। ସେ ନିଜର ଅତୀତ, ନିଜର କଷ୍ଟ, ନିଜର ସଞ୍ଚୟ, ନିଜର ଭୁଲ ବୁଝାମଣା ଏବଂ ନିଜର ଇଚ୍ଛାକୁ କେବଳ ଏଥିପାଇଁ ଗୋପନ ରଖେ, ଯେମିତି ସ୍ୱାମୀ ନିର୍ଭୟରେ ଜୀବନ ପଥରେ ଆଗକୁ ବଢ଼ିପାରିବେ। ମହାଦେବ ଶେଷରେ କହିଲେ, ହେ ଦେବୀ, ସ୍ତ୍ରୀର ହୃଦୟକୁ ବୁଝିବା ପାଇଁ ବୁଦ୍ଧି ନୁହେଁ, ବରଂ ବିଶ୍ୱାସ ଦରକାର। ରହସ୍ୟ ତ ସେହିମାନଙ୍କ ପାଇଁ ଥାଏ ଯେଉଁମାନେ କେବଳ ଉପର ଦୃଶ୍ୟକୁ ଦେଖନ୍ତି, କିନ୍ତୁ ଯିଏ ଆତ୍ମାରେ ଆତ୍ମାକୁ ଚିହ୍ନିଥାଏ, ତା ପାଇଁ କିଛି ବି ଗୋପନୀୟ ନୁହେଁ। ବନ୍ଧୁଗଣ, ଆଜିର ଆମର ବିଷୟ ଥିଲା, ଏହି 5ଟି କଥା ସ୍ତ୍ରୀ କେବେ ବି ସ୍ୱାମୀକୁ କୁହେ ନାହିଁ, ସବୁଠାରୁ ବଡ଼ ରହସ୍ୟ। ଆମେ ଗପ ମାଧ୍ୟମରେ ଏହାକୁ ବୁଝିଲେ ସତ, କିନ୍ତୁ ଏହାର ବାସ୍ତବିକତା ଏବଂ ଗୁରୁତ୍ୱ ଏତେ ଅଧିକ ଯେ ଏହାକୁ ଗଭୀର ଭାବେ ଅନୁଧ୍ୟାନ କରିବା ଜରୁରୀ। ପ୍ରଥମେ ଆସନ୍ତୁ ବୁଝିବା ଏହି ରହସ୍ୟ ଶବ୍ଦର ଅର୍ଥ। ଅନେକ ସ୍ୱାମୀ ଭାବନ୍ତି ଯେ ଯଦି ସ୍ତ୍ରୀ କିଛି ଲୁଚାଉଛି, ତେବେ ସେ ହୁଏତ ପ୍ରତାରଣା କରୁଛି। କିନ୍ତୁ ଆମେ ଆଜିର ଆଲୋଚନାରୁ ଜାଣିଲେ ଯେ ନାରୀର ଏହି ଗୋପନୀୟତା ପ୍ରକୃତରେ ତାର ସୁରକ୍ଷା କବଚ। ସଞ୍ଚୟର ରହସ୍ୟ। ଜଣେ ସ୍ତ୍ରୀ ଯେତେବେଳେ ଟଙ୍କା ଲୁଚାଏ,
ସେ ନିଜ ପାଇଁ ଗହଣା ଗଢ଼ିବାକୁ ନୁହେଁ, ବରଂ ସ୍ୱାମୀର ବେକାରୀ ସମୟ କିମ୍ବା ପିଲାଙ୍କ ପାଠପଢ଼ା ପାଇଁ ସାଇତି ରଖେ। ଏହା ଲୋଭ ନୁହେଁ, ଏହା ହେଉଛି ମ୍ୟାନେଜମେଣ୍ଟ। ଅସୁସ୍ଥତାର ରହସ୍ୟ, ସେ ନିଜ କଷ୍ଟ ଲୁଚାଏ କାରଣ ସେ ଜାଣେ ଯେ ସ୍ୱାମୀ ପୂର୍ବରୁ ହିଁ ଦୁନିଆର ବୋଝରେ ଚିନ୍ତିତ। ସେ ନିଜକୁ ଦୁର୍ବଳ ନୁହେଁ, ବରଂ ଶକ୍ତି ଭାବେ ଉପସ୍ଥାପିତ କରିବାକୁ ଚାହେଁ। ଅତୀତର ରହସ୍ୟ, ଅତୀତକୁ ଲୁଚାଇବା ପଛରେ ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର ସୁଖ। ସେ ଚାହେଁ ନାହିଁ ଯେ ଅତୀତର କୌଣସି ପୁରୁଣା ସ୍ମୃତି ସ୍ୱାମୀଙ୍କ ମନରେ ସନ୍ଦେହର ବିଷ ଭରିଦେଉ। ପ୍ରଶଂସାର ଇଚ୍ଛା, ଏହା ଏକ ମାନସିକ ରହସ୍ୟ। ସେ ମୁହଁ ଖୋଲି ମାଗେ ନାହିଁ, କିନ୍ତୁ ପରୋକ୍ଷରେ ସ୍ୱାମୀଙ୍କର ଦୁଇ ପଦ ମିଠା କଥା ପାଇଁ ଅପେକ୍ଷା କରିଥାଏ। ଯେଉଁ ପୁରୁଷ ଏହାକୁ ବୁଝିଗଲା, ସେ ସଂସାର ଜିତିଗଲା। ବାପଘର ସମ୍ମାନ, ଏହା ତାର ଆତ୍ମସମ୍ମାନର କଥା। ସେ ଚାହେଁ ନାହିଁ ତାର ସ୍ୱାମୀ ତା ବାପା ମାଙ୍କୁ ଦୟାର ଦୃଷ୍ଟିରେ ଦେଖନ୍ତୁ। ବନ୍ଧୁଗଣ, ଏହା ସ୍ପଷ୍ଟ ଯେ ସ୍ତ୍ରୀର ଏହି ପାଞ୍ଚଟି ରହସ୍ୟ ହେଉଛି ଗୋଟିଏ ସୁଖ ସଂସାରର ଫାଉଣ୍ଡେସନ। ଯଦି ସ୍ତ୍ରୀ ସବୁ କଥା କହିଦେବ, ତେବେ ହୁଏତ ସ୍ୱାମୀ ମାନସିକ ଚାପରେ ଭାଙ୍ଗି ପଡ଼ିବେ। ନାରୀ ହେଉଛି ଧରଣୀ ସଦୃଶ, ଯିଏ ସବୁ ଦୁଃଖକୁ ନିଜ ଭିତରେ ଚାପି ରଖି ଉପରେ ଶସ୍ୟ ଶ୍ୟାମଳା ସୁନ୍ଦର ପୃଥିବୀ ଦେଖାଏ। ଏହି ରହସ୍ୟଗୁଡ଼ିକୁ ସ୍ୱାମୀମାନେ ଅବିଶ୍ୱାସର ନଜରରେ ନ ଦେଖି ସମ୍ମାନର ନଜରରେ ଦେଖିବା ଉଚିତ। ଯେତେବେଳେ ଜଣେ ସ୍ତ୍ରୀ କିଛି ଲୁଚାଉଛି, ଭାବିନିଅନ୍ତୁ ସେ କେଉଁଠି ନା କେଉଁଠି ଆପଣଙ୍କୁ ରକ୍ଷା କରୁଛି। ଏହା ହିଁ ପୁରାଣ ଏବଂ ଶାସ୍ତ୍ରର ସତ୍ୟ। ନାରୀ ଶକ୍ତିର ଏହି ଅକୁହା ଦିଗକୁ ବୁଝିବା ହିଁ ପ୍ରକୃତ ପୁରୁଷାର୍ଥ। ଆପଣଙ୍କ ସମ୍ପର୍କରେ ମଧ୍ୟ କ'ଣ ଏମିତି କିଛି ଘଟୁଛି? କ'ଣ ଆପଣ କେବେ ଆପଣଙ୍କ ସ୍ତ୍ରୀଙ୍କର ସେହି ନୀରବତାକୁ ପଢ଼ିବାକୁ ଚେଷ୍ଟା କରିଛନ୍ତି? ମନେ ରଖନ୍ତୁ, ସମ୍ପର୍କ କେବଳ ଶବ୍ଦରେ ଗଢ଼ା ହୁଏ ନାହିଁ, ଏହା ନୀରବତାରେ ହିଁ ଅଧିକ ଗଭୀର ହୋଇଥାଏ। ବନ୍ଧୁଗଣ, ଆଜିର ଏହି ଗଭୀର ଆଲୋଚନା ଆମକୁ ନାରୀର ସେହି ଅକୁହା ତ୍ୟାଗ ଏବଂ ସମ୍ପର୍କର ପବିତ୍ରତା ବିଷୟରେ ଏକ ନୂତନ ଜ୍ଞାନ ପ୍ରଦାନ କଲା। ସ୍ତ୍ରୀର ପାଞ୍ଚଟି ରହସ୍ୟ ଆପଣଙ୍କୁ କେମିତି ଲାଗିଲା? କ'ଣ ଆପଣ ପୂର୍ବରୁ କେବେ ଏହି କଥାଗୁଡ଼ିକୁ ଏହି ଦୃଷ୍ଟିକୋଣରୁ ଚିନ୍ତା କରିଥିଲେ? ଆମେ ଆଶା କରୁଛୁ ଆଜିର ଏହି ଉପସ୍ଥାପନା ଆପଣଙ୍କ ସମ୍ପର୍କରେ ଏକ ସୁନ୍ଦର ପରିବର୍ତ୍ତନ ଆଣିବ। ସ୍ତ୍ରୀର ସେହି ନୀରବତାକୁ ବୁଝିବାକୁ ଚେଷ୍ଟା କରନ୍ତୁ, କାରଣ ସେହି ନୀରବତା ମଧ୍ୟରେ ହିଁ ଆପଣଙ୍କ ପରିବାରର ସୁଖ ଏବଂ ଶାନ୍ତି ଲୁଚି ରହିଛି। ଏହା ଉପରେ ଆପଣଙ୍କ ମତ କ'ଣ, ତାହା ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆପଣଙ୍କ ଦିନ ଶୁଭ ହେଉ। ମହାପ୍ରଭୁ ଜଗନ୍ନାଥ ଆପଣଙ୍କ ପରିବାରକୁ ସବୁବେଳେ ହସଖୁସି ଏବଂ ସୁଖରେ ରଖନ୍ତୁ। ଆମେ ପୁଣି ଥରେ ଏହିଭଳି ଏକ ହୃଦୟସ୍ପର୍ଶୀ ଏବଂ ଶିକ୍ଷଣୀୟ ପ୍ରସଙ୍ଗ ନେଇ ଆସିବୁ। ଯଦି ଆଜିର ଭିଡିଓଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଏହାକୁ ଲାଇକ୍ କରନ୍ତୁ, ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ ଏବଂ ଆଗକୁ ଏମିତି ପୌରାଣିକ ଓ ଜ୍ଞାନବର୍ଦ୍ଧକ ଗପ ଶୁଣିବା ପାଇଁ ଆମ ଚ୍ୟାନେଲକୁ ଅନୁସରଣ କରିବାକୁ ଭୁଲନ୍ତୁ ନାହିଁ। କମେଣ୍ଟ ବକ୍ସରେ ଜୟ ଶ୍ରୀ ହରି କିମ୍ବା ଜୟ ଜଗନ୍ନାଥ ଲେଖିବାକୁ ଜମାରୁ ଭୁଲନ୍ତୁ ନାହିଁ। ଆଜି ପାଇଁ ଏତିକି, ପୁଣି ଦେଖାହେବ ପରବର୍ତ୍ତୀ ଭାଗରେ। ନମସ୍କାର, ଜୟ ଶ୍ରୀ ହରି।